ହଁ ଆମ ଶରୀର ଭିତରେ କଣ ଭଗବାନ ବସିଛନ୍ତି? ଆଚ୍ଛା କାହା ଶରୀର କହିଲ? ମୁଁ କହିଲି ଆମରି ଶରୀର ଭିତରେ କଣ? ନା ମୁଁ କହିଛେ ଶୁଣ, ତମେ ଯୋଉ କହିଲ ଆମରି ଶରୀର, ଆଜ୍ଞା ତେଣୁ ତେଣୁ ଆମେ ବୋଲି କିଏ? ହଁ କିଏ ଆମେ? ଆମେ ବୋଲିକି ଯିଏ କହୁଛ ସେଇ ପା ଭଗବାନ। ଓହୋ। ଆଉ ଆଉ ଭଗବାନ ଗୋଟେ ଅଲଗା ଜିନିଷ କଣ ଅଛି କି? ନା। ବାସ୍ ମୁଁ ତମକୁ ଗୋଟେ ଉଦାହରଣ ଦଉଛି। ଗୋଟେ ପୋଖରୀରେ ଗୋଟେ କଳସୀକି ବୁଡେଇ ଦିଅ ହେଲା। ଆଜ୍ଞା ଆଉ କଳସୀ ଭିତରେ ଯୋଉ ପାଣିଟା ଅଛି ସେ କଳସୀ ବାହାର ପାଣି ସହିତ ସମାନ ନୁହେଁ କି? ଆଜ୍ଞା। ଆଚ୍ଛା ଗୋଟେ ମାଛକୁ ତମେ ପଚାରିବ ଭାଇ ତମେ କୁହରେ ପାଣି କୋଉଠି ଅଛି? ପୋଖରୀ ଭିତରେ ଗୋଟେ ମାଛ ଖେଳୁଛି, ତାକୁ ଯାଇ କହିବ ଭାଇ ପାଣି କୋଉଠି ଅଛି? ସିଏ କଣ କହିବ? ସେ ହସିବ। ସିଏ କହିବ ଆରେ ପାଣିକି ମୁଁ ଖାଉଛି ମୋ ପେଟ ଭିତରେ ଅଛି, ଆଉ ମୁଁ ଯୋଉଠି ଖେଳୁଛି ମୋ ବାହାରେ ମଧ୍ୟ ପାଣି ଅଛି। ପଚାରୁଛ କଣ ପାଣି କୋଉଠି ଅଛି? ଠିକ ସେଇଭଳି ଆଜ୍ଞା ଆଉ ଗୋଟେ ଉଦାହରଣ ମୁଁ ଦଉଛି। ତମେ ଜଣେ ଲୋକକୁ ପଚାର ଭାଇ ପବନ କୋଉଠି ଅଛି କୁହ? ସେ କଣ କହିବ କୁହ? ସେ ହସିବ ନାଇଁ ନା? କାହିଁକି ନା ଆଜ୍ଞା ଆଜ୍ଞା ପବନ ମୁଁ ନିଶ୍ୱାସ ନଉଛି, ମୋ ଦେହ ଭିତରେ ପବନ ଅଛି, ମୋ ଦେହ ଚାରିପଟେ ମଧ୍ୟ ପବନ ଅଛି। ବୁଝିପାରିଲ? ଆଜ୍ଞା ଠିକ ଆଜ୍ଞା ସେଇଭଳି ତମର ଭିତରେ ମଧ୍ୟ ଯୋଉ ଭଗବାନ ଅଛନ୍ତି, ବାହାରେ ସେ ଭଗବାନ ଅଛି, ତମେ ନିଜେ ହଉଛ ଭଗବାନ। ଆଜ୍ଞା। କାହିଁକିନା ଆମର ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଲେ ଅୟମ ଆତ୍ମା ବ୍ରହ୍ମ। ତମେ ଯାହାକୁ ଆଜ୍ଞା ଆତ୍ମା ବୋଲି କହୁଛ ସେଇ ନିଜେ ହଉଛି ବ୍ରହ୍ମ। ଜୀବ ଆଜ୍ଞା ବ୍ରହ୍ମୈବ ନା ପର। ଜୀବ ବ୍ରହ୍ମଙ୍କ ଠାରୁ ଅଲଗା କିଛି ନୁହେଁ। ଉଦାହରଣ ମୁଁ ଗୋଟେ ଦଉଛି, ଯେ ଗୋଟେ ବରଫ କଣ୍ଢେଇ ଯଦି ସେ ପୋଖରୀରେ ଭାସେ, ତେଣୁ ସେ ବରଫ କଣ୍ଢେଇ ପାଣି ଠାରୁ ଅଲଗା ନୁହଁ। ପାଣିରେ ତିଆରି ହଉଛି ଗୋଟେ କଣ୍ଢେଇ। ଆଜ୍ଞା। କଣ ବୁଝିଲ? ଖାଲି ପ୍ରକୃତି ଆଜ୍ଞା ଭିନ୍ନ। ଇଏ ହଉଛି ବରଫ, ସିଏ ହଉଛି ପାଣି, କିନ୍ତୁ ତା ମୂଳ ଆଜ୍ଞା ତତ୍ଵ ଦିଟାକେ ସମାନ। କାହିଁକିନା ଜଳରୁ ଆଜ୍ଞା ବରଫ କଣ୍ଢେଇ ତିଆରି। ଠିକ ସେଇଭଳି ବ୍ରହ୍ମରୁ ଏ ଶରୀର ତିଆରି। ଶରୀରକୁ ଯଦି ବରଫ କଣ୍ଢେଇ କହିବା, ବ୍ରହ୍ମ ହେଲେ ତାର ଜଳ। ଆଜ୍ଞା। ବ୍ରହ୍ମ ଦ୍ଵାରା କାଲି ତମକୁ ବୁଝେଇଥିଲୁ, ଓଙ୍କାରରୁ ଯଦି ପଦାର୍ଥ ତିଆରି, ତାହେଲେ ଆଜ୍ଞା ବ୍ରହ୍ମଙ୍କ ଠାରୁ ଶରୀର ତିଆରି। ଆଉ ବ୍ରହ୍ମଙ୍କ ଆଜ୍ଞା ଠାରୁ ଯଦି ଶରୀର ତିଆରି, ଶରୀର ବ୍ରହ୍ମଙ୍କ ଠାରୁ ଅଲଗା ନୁହେଁ, ନା ଭିନ୍ନ ନୁହେଁ। ଯିଏ ଶରୀର ସେଇ ବ୍ରହ୍ମ। ଏ ମାଟି, ଗୋଡି, ପଥର ଯାହା ଆମେ ଦେଖୁଛୁ ସବୁ ହଉଛନ୍ତି ବ୍ରହ୍ମଙ୍କର ବିକୃତ ରୂପ। ଆଜ୍ଞା। ଯେମିତି କ୍ଷୀରର ବିକୃତ ରୂପ ହଉଛି ଦହି, ଆଜ୍ଞା। ଠିକ ସେମିତି ବ୍ରହ୍ମଙ୍କର ବିକୃତ ରୂପ ଏ ପଦାର୍ଥ ମାନ ସବୁ। ତେଣୁ ପଦାର୍ଥ ଠାରୁ ବ୍ରହ୍ମ କେବେ ଭିନ୍ନ। ଦେହ ବ୍ରହ୍ମ ଭିତରେ ପଶିବେ, ପଶିବେ ବୋଲି ଆଜ୍ଞା କିଛି ମାନେ ନାହିଁ। ଦେହମୟ ହେଇଯାଇଛନ୍ତି। ଆମର ଆଜ୍ଞା ଭାଗବତରେ ଗୋଟେ ଉଦାହରଣ ଦେଇଛି, ଯେ 2 ଖଣ୍ଡ ହରଡ଼ କାଠ ତମେ ଯଦି ନେଇଆସି ଘଷିବ, ଚକଚକ ହେଇକି ନିଆଁ ବାହାରିବ। ଆଜ୍ଞା କିନ୍ତୁ କହିପାରିବି କି ହରଡ଼ କାଠର କୋଉ ଜାଗାରେ ନିଆଁ ଅଛି? ନା। ଯୋଉଠି ଘର୍ଷଣ ହବ ସେଠି ନିଆଁ ପ୍ରକାଶ ହବ। କିନ୍ତୁ ଆଜ୍ଞା ତା ପୂର୍ବରୁ ସେ ଅପ୍ରକାଶ ଭାବରେ କାଠ ଭିତରେ ଅଛି ନା ନାଇଁ? ଠିକ ଆଜ୍ଞା ସେମିତି ବ୍ରହ୍ମ ସବୁଆଡେ ଅପ୍ରକାଶ ଭାବରେ ଅଛନ୍ତି। ଯୋଉ ଜାଗାରେ ଘର୍ଷଣ ହବ ବା ଯୋଉ ଜାଗାରେ ତାଙ୍କର ପରିପ୍ରକାଶ ମାଧ୍ୟମ ମିଡିୟମ ଆସିବ, ସେ ପ୍ରକାଶ ହେବେ। ଆଚ୍ଛା 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 ଆଚ୍ଛା। ଦ୍ୱିତୀୟ ଉଦାହରଣ, ଯେ ତମର 11 କେବି ଟ୍ରାନ୍ସଫର୍ମର ଭିତରେ କରେଣ୍ଟ ଅଛି ହେଲା, ଆଜ୍ଞା ସେଇ ବହୁତ ଭୋଲ୍ଟେଜ ନା ସେଟା, ଆଜ୍ଞା ସେଇ କରେଣ୍ଟ ପାଖରେ ନେଇକି ତମେ ବହିଟାକୁ ଦେଖେଇଲେ ପଢିପାରିବ ନା? ଆଜ୍ଞା ପଢିପାରିବ ନାଇଁ। ନା ବୁଝିପାରିଲେ? କିନ୍ତୁ ସେଇ କରେଣ୍ଟ ରୁ ଅଳ୍ପ ଟିକେ ମାତ୍ର 100 ୱାଟ କି 9 ୱାଟର ଯଦି ଆସି ତମ ଘରେ ପହଞ୍ଚି ଯାଇ ବଲ୍ ଦିହରେ, ତମେ ଦେଖିଦବ ତମ ବହିଟାକୁ ପଢିପାରିବ। ଆଜ୍ଞା। ତାମାନେ କଣ? ସେ ଯୋଉ ଲାଇଟ୍ ଟା ଦେଲା ତମ ଘରେ, ସେ ଲାଇଟ୍ ଟା କରେଣ୍ଟ ଠାରୁ ଭିନ୍ନ ନୁହଁ। ନା ଲାଇଟ୍ ଯିଏ, କରେଣ୍ଟ ସିଏ। କରେଣ୍ଟ ହଉଛି ଆଜ୍ଞା ମୂଳ ସତ୍ତା, ଲାଇଟ୍ ହଉଛି ପ୍ରକାଶ। ଏବେ ଆଜ୍ଞା ବୁଝିଲ କି? ଆମ ଦେହ ଆଜ୍ଞା ହଉଛି ଗୋଟେ ଗୋଟେ ବଲ ହେଲା। ଆଜ୍ଞା ବ୍ରହ୍ମ ହେଲା ଆଜ୍ଞା ମୂଳ ସତ୍ତା। ତେଣୁ ଆଜ୍ଞା ବ୍ରହ୍ମ କେବେ ଅଟୋମେଟିକ ପ୍ରକାଶ ହେଇପାରିବନି। ଯଦି ସେ ପ୍ରକାଶ ହବ, ଅନ୍ୟ ରୂପରେ ପ୍ରକାଶ ହବ। କଣ ବୁଝିପାରିଲେ ନା? ଆଚ୍ଛା ବାବା, ଏଇଠି ଗୋଟେ କୋଶ୍ଚିନ୍ ମୋର, ଯିଏ ସେତିକି ସାଧକ ବ୍ରହ୍ମକୁ ଆତ୍ମା ପୂଜା କରିବ, ବ୍ରହ୍ମ ପୂଜା କରିବ, ସେ ପ୍ରକାଶ ହେବେ ନା କଣ? ନାଇଁ ନାଇଁ, ତମେ ବୁଝୁଛ ଭୁଲ। କଣ ସାଧକ ବା ନିଜେ ବ୍ରହ୍ମ ପୁଣି? ହଁ 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 କହିଲି, ମୁଁ ଏଇଠି ଗୋଟେ କଥା ବୁଝିପାରୁନି ବାବା, ମିଡିୟମ ଟା କଣ? ସେ ଯୋଉ ପ୍ରକାଶ ହେବେ, ମିଡିୟମ ଟା ସେଇ ଗୋଟା ମିଡିୟମ ଟିକେ ବା ମୁଁ ଦେହଟା, ଡାଉଟ। ହଁ 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 ମିଡିୟମ ହଁ ଟା ଶରୀର, ଆଉ ଆଜ୍ଞା ଆଜ୍ଞା ପ୍ରକାଶ ହେଇଛନ୍ତି ଆମ ଦେହ ଭିତରେ। ଅନୁଭବ ଆଜ୍ଞା ଟା ମନ କରେ। ଆଚ୍ଛା 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 ଅନୁଭବ ଟା ମନ କରେ। ତମେ ଆଜ୍ଞା ମନରେ ସବୁ ଅନୁଭବ କର ହେଲା। ଆଜ୍ଞା ଆଉ ଆଜ୍ଞା ଯୋଉ ଜାଗାରେ ମନ ନାହିଁ, ସେଠି ଅନୁଭବ କାହିଁ? ଆଜ୍ଞା ଆଜ୍ଞା ଆଜ୍ଞା। ମୁଁ ଗୋଟେ ଉଦାହରଣ ଦଉଛି, ଯେ ଗୋଟେ ଲୋକ ବାହାର ଜଗତକୁ ଦେଖୁଛି, ଗୋଟେ ଅନ୍ଧ ଦେଖି ପାରୁଛି ନା?
ନାଇଁ ଆଜ୍ଞା କିନ୍ତୁ ତା ଅର୍ଥ ନୁହେଁ ଯେ ଅନ୍ଧର ଦେଖିବା ଶକ୍ତି ନାହିଁ। ଆଜ୍ଞା ତାର ଦେଖିବା ଶକ୍ତି ଅଛି, ଆଖି ଆଜ୍ଞା ନଥିବାରୁ ଦେଖିପାରୁନି। ଆଜ୍ଞା ବୁଝିପାରିଲେ ନା କଥାଟା କ'ଣ? ଆଜ୍ଞା ଆଜ୍ଞା ଠିକ ସେଇଭଳି ଯେ ବ୍ରହ୍ମଙ୍କର ସବୁ ଶକ୍ତି ଅଛି, କିନ୍ତୁ ଯେ ଆଜ୍ଞା ମିଡିୟମ ନଥିଲେ ସେ ପ୍ରକାଶ ହେଇପାରିବନି। ଯଦି ସେଇ ଆଜ୍ଞା ଅନ୍ଧ ଠେଇଁ ଦିଟା ଆଖି ଲଗେଇ ଦିଆଯାଏ, ସେ ଅଟୋମେଟିକ ଦେଖିବ। ଆଜ୍ଞା ତାର ଦେଖିବା କ୍ଷମତା ଅଛି, ଆଖି ନଥିବାରୁ ଦେଖିପାରୁଥାଏ। ଠିକ ସେଇଭଳି ବ୍ରହ୍ମଙ୍କର ସବୁ ପ୍ରକାର କ୍ଷମତା ଅଛି, କିନ୍ତୁ ତାହାର କୌଣସି ପ୍ରକାରର ମାଧ୍ୟମ ନଥିଲେ ସେ କିଛି କରିପାରିବନି, ନିଷ୍କ୍ରିୟ। ମାଧ୍ୟମ ଥିଲେ ସକ୍ରିୟ, ମାଧ୍ୟମ ନଥିଲେ ନିଷ୍କ୍ରିୟ। ଆଜ୍ଞା କରେଣ୍ଟର ମାଧ୍ୟମ ଥିଲେ ସେ ଲାଇଟ୍ ଦେବ, ମାଧ୍ୟମ ଥିଲେ ହିଟ୍ ଦେବ, ମାଧ୍ୟମ ଥିଲେ ଫ୍ୟାନ ରୂପରେ ଘୁରିବ। ଆଉ ଯଦି ମାଧ୍ୟମ ନଥାଏ, ଖାଲି 11 କେବି ତାରରେ ସେ କରେଣ୍ଟ ଘୁରେଇ ପାରିବ ନାହିଁ, ହିଟ୍ ଦେଇପାରିବ ନାହିଁ, କି ଲାଇଟ୍ ଦେଇପାରିବ ନାହିଁ। ଆଜ୍ଞା ଧଇଲେ ନା କଥାଟା, ବୁଝିପାରିଲେ ତ? ଆଜ୍ଞା ଆଜ୍ଞା ବୁଝିପାରିଲି। ତେଣୁ ଗୋଟିଏ 11 କେବି ଟ୍ରାନ୍ସଫର୍ମର ପାଖରେ କରେଣ୍ଟ ଜୋର ଅଛି, ଅଥଚ ସିଏ ଫ୍ୟାନ ଭଳିଆ ଆମକୁ ଘୁରେଇକି ପବନ ଦେଇପାରୁନାହିଁ, ହିଟର ଭଳିଆ ହିଟ୍ କରିକିରି ଆମକୁ ଉତ୍ତାପ ଦେଇପାରୁନାହିଁ, କି ବଲ୍ ଭଳିଆ ତାକୁ ଲାଇଟ୍ ପ୍ରକାଶ କରିପାରୁନାହିଁ। କିନ୍ତୁ ତା ଅର୍ଥ ନୁହେଁ ଯେ 11 କେବି ତାର ଭିତରେ, 11 କେବି କରେଣ୍ଟ ଭିତରେ ଯେ ଲାଇଟ୍ ଦବା, ହିଟ୍ ଦବା, ପବନ ଦବା, এই କ୍ଷମତା ତାର ନାହିଁ। ଆଜ୍ଞା ସବୁ କ୍ଷମତା ତାର ଅଛି, କିନ୍ତୁ କୌଣସି ମାଧ୍ୟମ ନାହିଁ। ଯେତେବେଳେ ବଲ୍ଟେ ଲଗେଇ ଦଉଛ ଜଳୁଛି, ହିଟରଟେ ଲଗେଇଦେଲେ ହିଟ୍ ଦଉଛି, ଫ୍ୟାନଟେ ଲଗେଇଦେଲେ ପବନ ଦଉଛି, କୁଲର ଲଗେଇଦେଲେ ଥଣ୍ଡା ଦଉଛି। କ'ଣ ବୁଝିପାରିଲେ ନା? ଠିକ କଥା ଠିକ କଥା ତେଣୁ ଆଜ୍ଞା ସବୁ ଗୁଡାକ କରେଣ୍ଟ ସବୁ ଦେଇପାରୁଛି, କିନ୍ତୁ ମାଧ୍ୟମ ନଥିଲେ ନିଷ୍କ୍ରିୟ, ତା ପାଖରେ କିଛି ନାହିଁ। ବୁଝିପାରିଲ? ବ୍ରହ୍ମ ଆଜ୍ଞା ସେମିତି ସବୁ ପ୍ରକାର କ୍ଷମତା ଅଛି, ଯଦି ମାଧ୍ୟମ ଆଜ୍ଞା ନଥିବ ସିଏ ହେଇଯିବ ନିଷ୍କ୍ରିୟ, ମାଧ୍ୟମ ଆଜ୍ଞା ଥିଲେ ସିଏ ହେଇଯିବ ସକ୍ରିୟ। ବୁଝିପାରିଲେ ନା? ଆଜ୍ଞା ଆଜ୍ଞା ହଁ ବାବା, ଯୋଉ କାଲି ଯୋଉ କଥାଟା କହିଥିଲେ, ଯୋଉ ସିଏ ଲାଷ୍ଟ କଥାଟା, ମୁଁ ଆପଣ ଲୋକ ନା ଭଲ କି ଶୁଭୁ ନାହିଁ, ତମେ କ୍ଲିୟର କରିକି କୁହ, ମତେ କିଛି ହ୍ୟାଲୋ ଶୁଭୁନି ତ। ହଁ କୁହ ଭଲ କି, କାହିଁକି ଏମିତି ଶୁଭୁନି କାହିଁକି? ନେଟୱାର୍କ ପାଉନଥିବ ଆଉ। ନେଟୱାର୍କ ଆମର ତ ଅଛି, ତମର କ'ଣ ଅସୁବିଧା ହଉଛି?